ଶିବଲିଙ୍ଗ ଆଗରେ କାହିଁକି ମାରନ୍ତି 3 ଥର ତାଳି? ଜାଣନ୍ତୁ କ'ଣ ରହିଛି ଏହା ପଛର ରହସ୍ୟ। ବନ୍ଧୁଗଣ, ପାଖେଇ ଆସୁଛି ମହାଶିବରାତ୍ରି। ସେହି ଦିନକୁ ଅତି ବ୍ୟାକୁଳତାର ସହ ଚାହିଁ ରହିଛନ୍ତି ସମଗ୍ର ମାନବ ସମାଜ। ଭଗବାନ ଏବଂ ଭକ୍ତଙ୍କର ହେବ ଅପୂର୍ବ ମିଳନ। ଶିବରାତ୍ରିରେ ନିର୍ଜଳା ଉପବାସ କରି ପ୍ରଭୁଙ୍କ ନିକଟରେ ସମର୍ପିତ ହେବେ ଭକ୍ତ। ଏହି ଦିନ ଭକ୍ତଗଣ ଶିବ ମନ୍ଦିର ଯାଇ ପ୍ରଭୁଙ୍କୁ କରିଥାନ୍ତି ପୂଜା। ଅନେକ ଲୋକ ପ୍ରତ୍ୟେକ ସୋମବାର ମଧ୍ୟ ଯାଇଥାନ୍ତି ଶିବ ମନ୍ଦିର ଏବଂ ପ୍ରଭୁଙ୍କ ଦର୍ଶନ କରି ଆରମ୍ଭ କରିଥାନ୍ତି ଦିନ। ମନ୍ଦିରରେ ପୂଜା କରିବା ବେଳେ ଶିବଲିଙ୍ଗ ସାମ୍ନାରେ ପୂଜକ 3 ଥର ତାଳି ମାରିବାର ଦୃଶ୍ୟ ମଧ୍ୟ ଆପଣମାନେ ଅନେକ ଥର ଦେଖିଥିବେ। ତେବେ କ'ଣ ରହିଛି ଏହି ନିୟମ ପାଳନ କରିବା ପଛର ରହସ୍ୟ? କାହିଁକି ଶିବଲିଙ୍ଗ ସାମ୍ନାରେ ପୂଜାରୀ ମାରିଥାନ୍ତି 3 ଥର ତାଳି? ଆସନ୍ତୁ ଜାଣିବା। ମନ୍ଦିରରେ ଶିବଲିଙ୍ଗ ସାମ୍ନାରେ ଥରେ କିମ୍ବା 2 ଥର ନୁହେଁ, 3 ଥର ତାଳି ମାରି ପୂଜା ସମ୍ପନ୍ନ କରାଯାଇଥାଏ। ମହାଶିବରାତ୍ରି ଦିନ ଏହି ତାଳି ମାରିବା ପଛରେ ରହିଛି ବିଶେଷ ମହତ୍ତ୍ୱ। କାରଣ ଏହା ଖାସ୍ କରି ଶିବରାତ୍ରିରେ ହିଁ ଫଳପ୍ରଦ ହୋଇଥାଏ। ଶିବଲିଙ୍ଗ ସାମ୍ନାରେ 3 ଥର ତାଳି ମାରିବାର ରହିଛି ଭିନ୍ନ ଭିନ୍ନ ଅର୍ଥ। ତେବେ ଆସନ୍ତୁ ଜାଣିବା ଏହି 3ଟି ତାଳିର ମହତ୍ତ୍ୱ। ଏ ବିଷୟରେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିଲେ ହେଁ ଏହାକୁ ନେଇ ଲୋକଙ୍କ ମତ ଭିନ୍ନ ଭିନ୍ନ ହୋଇଥାଏ। ଶିବଲିଙ୍ଗ ସାମ୍ନାରେ 3 ଥର ତାଳି ମାରିବାର ଅର୍ଥ କ'ଣ? ଏପରି ମାନ୍ୟତା ରହିଛି ଯେ ଶିବଲିଙ୍ଗ ସାମ୍ନାରେ 3 ଥର ତାଳି ମାରିବା ଦ୍ୱାରା ଭୋଲେବାବା ପ୍ରସନ୍ନ ହୋଇଥାନ୍ତି। ପ୍ରଥମ ତାଳି ମାରିବାର ଅର୍ଥ ହେଉଛି ପ୍ରଭୁଙ୍କ ସମ୍ମୁଖରେ ନିଜର ଉପସ୍ଥିତି ଜଣାଇବା। ଦ୍ୱିତୀୟ ତାଳିର ଅର୍ଥ ହେଉଛି ନିଜର ସମସ୍ତ ମନୋକାମନା ଭଗବାନଙ୍କୁ ଜଣାଇବା। ଏବଂ ତୃତୀୟ ତାଳିର ଅର୍ଥ ହେଉଛି ଈଶ୍ୱରଙ୍କୁ କ୍ଷମା ପ୍ରାର୍ଥନା କରି ତାଙ୍କ ଶରଣାପନ୍ନ ହେବା। ବିଶ୍ୱାସ ରହିଛି ଯେ ଶିବ ମନ୍ଦିରରେ 3 ଥର ତାଳି ମାରିବା ଦ୍ୱାରା ସେଠାରେ ଅଭିଷେକ, ତପସ୍ୟା ଏବଂ ପୂଜାର୍ଚ୍ଚନା କରୁଥିବା ସମସ୍ତ ଲୋକଙ୍କ ପୁଣ୍ୟ କର୍ମ ଆମ ସହ ଯୋଡ଼ି ହୋଇଯାଏ। ରାବଣ ଭଗବାନ ଶିବଙ୍କର ସବୁଠାରୁ ବଡ଼ ଭକ୍ତ ଥିଲେ। ପ୍ରଥମ ଥର ପାଇଁ ରାବଣ ଶିବଙ୍କ ସମ୍ମୁଖରେ ତାଳି ବଜାଇଥିଲେ ଏବଂ ସୁବର୍ଣ୍ଣ ଲଙ୍କା ପାଇଥିଲେ। କୁହାଯାଏ ଯେ ପ୍ରଭୁ ଶ୍ରୀରାମ ଲଙ୍କା ଅଭିମୁଖେ ଯାତ୍ରା କରିବା ପୂର୍ବରୁ ରାମେଶ୍ୱରମ୍ ଯାଇ ପୂଜା କରିଥିଲେ। ସେଠାରେ ଭଗବାନ ଶିବଙ୍କ ପୂଜା କରିବା ପୂର୍ବରୁ 3 ଥର ତାଳି ବଜାଇଥିଲେ, ଯାହା ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ମା ସୀତାଙ୍କୁ ରାବଣ କବଳରୁ ରକ୍ଷା କରି ଆଣିବାରେ ସହାୟକ ହୋଇଥିଲା। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ମହାଦେବ।